ମୁଁ ଅଛି ବୁହି। କି ଜରୁରୀ କଥା ପିତା? ଆଜି ସୁନ୍ଦର ଏକ ପ୍ରସ୍ତାବ ନେଇକି ଆସିଅଛି। ହେଲେ ମୁଁ ଶୁଣିବାକୁ ଚାହୁଁଛି ପିତା। ବାବାରେ ହଁ କି କଥା ଜାଣିଛୁ? କଣ? ତୋ ବିବାହ ପ୍ରସ୍ତାବର। ଇଏ କଣ କରୁଛନ୍ତି ପିତା? ହଁ ଜ୍ୟେଷ୍ଠ ଭାଇ ରହୁ ରହୁ ମୋର ବାହାଘର? ନା ନା ବାପା ନା। ବାବାରେ କାହିଁକି ଜ୍ୟେଷ୍ଠ ଥାଉ ଥାଉ କାହିଁକି ମୁଁ ତତେ ବିବାହ ପ୍ରସ୍ତାବ ଦେଇଛି ଜାଣିଛୁ? ଥାଉ ଥାଉ ଜ୍ୟେଷ୍ଠ ପୁତ୍ର ମୋର, ଥାଉ ଥାଉ ଜ୍ୟେଷ୍ଠ ପୁତ୍ର ମୋର, କାହିଁକି ବିବାହ ପ୍ରସ୍ତାବ ଦେଉଛି, କାହିଁକି ବିବାହ ପ୍ରସ୍ତାବ ଦେଉଛି? ଶୁଣ ବାବୁ ତୁ ଏଥର ଏହା ନିଷ୍ପତ୍ତି ଯେ ରାଜାଙ୍କର ପୁତ୍ର ମୋର, ରାଜା ହେବୁ ତୁ ମୁକ୍ତାଗଡ଼ର, ରାଜା ହେବୁ ତୁ ମୁକ୍ତାଗଡ଼ର। ବାବୁରେ ମଳୟ ପିତା ରାଜା ସତ୍ୟବ୍ରତ ମୋତେ ଦାୟିତ୍ୱ ଦେଇଛନ୍ତି, ସେ ନିଷ୍ପତ୍ତି ନେଇଛନ୍ତି ମୋର ବେନି ପୁତ୍ର ଜ୍ୟେଷ୍ଠ ପ୍ରଳୟ ଆଉ କନିଷ୍ଠ ମଳୟ ମଧ୍ୟରେ ଯିଏ ଯୋଗ୍ୟ ହେବ ତାଙ୍କରି ଝିଅ ବର୍ଷା କୁମାରୀକୁ ବିବାହ ଦେଇ ରାଜ୍ୟରେ ରାଜା କରେଇବେ। ତାଙ୍କରି ନିଷ୍ପତ୍ତି ଅମାନ୍ୟ କେମନ୍ତେ କହିବି କୁହ ତୁ ବାବୁ? ଦଣ୍ଡ ପାଇବି ରେ ନିଶ୍ଚୟ ଦେଖିବୁ। ରାଜା ଆଜ୍ଞା ମତେ କରୁଛି ଏ କାର୍ଯ୍ୟ, ରାଜା ଆଜ୍ଞା ମତେ କରୁଛି ଏ କାର୍ଯ୍ୟ। ବାବୁରେ ଭାଷେ ରୋହିତ ପାମର ରାଜେ ହେବୁ। ବାବୁରେ କୁହନ୍ତୁ ପିତା। ରାଜେ ରାଜା ହେବୁ ତୁ ଏଥର ପୁତ୍ର ମୋର, ଏହା ନିଷ୍ପତ୍ତି ଯେ ରାଜାଙ୍କର, ଏହା ନିଷ୍ପତ୍ତି ଯେ ରାଜାଙ୍କର। ବାବୁରେ ପିତା ରାଜା ଆଜ୍ଞା ମାନ କରିବାକୁ ସାଧ୍ୟ ନାହିଁ ମୋର। ରାଜା ଆଦେଶ ଦେଇଛନ୍ତି ତୁମର ବେଣୀପୁତ୍ର ମଧ୍ୟରେ ଯିଏ ଯୋଗ୍ୟ ହେବ ସେ ହିଁ ମୋ एकमात्र कन्या वर्षा को विवाह हेब आउ से ही परवर्ती राजा ए मुक्तागढ़ हेब। यही आज्ञा मते अवज्ञा कले निश्चय राजदंड अनुसार मु दंडित हेबी। बाबा रे राजा आज्ञा पालन करवा आम मानकर कर्तव्य, से कर्तव्य को अवहेला हेले निश्चित भाव में आम्भे सर्वे दंडित हेबु। तोर सौभाग्य जे तू राजांकर जामाता हेबु, पुणी राज्य रे राजा हेबु। हाँ बाबा ठीक अच्छे पिता, आपण कथा को मु सम्मान दउछि। ताहेले एई कथारे सम्मति प्रदान करूना तू? हाँ पिता। ताहेले आसते भी जीवा राजांक निकटे तांकु साक्षात करिकि एई प्रस्ताव रे आम्भे राजी होई परामर्श करिबा। तेबे आ बाबा।